ଆଜିର ଏହି ଶିକ୍ଷଣୀୟ ଅଧିବେଶନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ବନ୍ଧୁଗଣ, ଗତ ଅଧିବେଶନରେ ଆପଣମାନେ ବାହା ପର୍ବ ବିଷୟରେ ଜାଣିଥିଲେ। ବାହା ପର୍ବ କିପରି ଆମ ସଂସ୍କୃତିକୁ ଅଧିକ ସମୃଦ୍ଧ ଓ ଆମ ପରମ୍ପରା ସହ ଯୋଡ଼ି ରଖିଛି ସେ ବିଷୟରେ ଜାଣିଥିଲେ। ଆଜି ଆମେ ମନୋରଞ୍ଜନର ଆଉ ଏକ ବଳିଷ୍ଠ ମାଧ୍ୟମ ବିଷୟରେ ଜାଣିବା। ବନ୍ଧୁଗଣ, ଯେତେବେଳେ ମଣିଷ ଦିନସାରା କାମ ସାରି ଘରକୁ ଫେରେ, ତାକୁ କିଛି ମନୋରଞ୍ଜନ ଏବଂ ବିଶ୍ରାମର ଆବଶ୍ୟକ ହୁଏ। ସେ ସେତେବେଳେ ବିଶ୍ରାମ କରିଥାଏ, ସଙ୍ଗୀତ ଶୁଣିଥାଏ କିମ୍ବା ସିନେମା ଦେଖିଥାଏ। ସିନେମା ହେଉଛି ମନୋରଞ୍ଜନର ଏକ ଚମତ୍କାର ଏବଂ ପ୍ରଭାବଶାଳୀ ମାଧ୍ୟମ। ସିନେମା ମାଧ୍ୟମରେ ଆମେ ବିଭିନ୍ନ କାହାଣୀ, ସଂସ୍କୃତି, ଇତିହାସ ଓ ଜୀବନର ଅନୁଭବକୁ ଅତି ସହଜ ଭାବରେ ଦେଖିପାରୁ ଏବଂ ବୁଝିପାରୁ। ଏହା କେବଳ ମନୋରଞ୍ଜନର ଉପାୟ ନୁହେଁ, ବରଂ ଶିକ୍ଷା, ସଚେତନତା ଓ ସାମାଜିକ ସନ୍ଦେଶ ପ୍ରସାରଣରେ ମୁଖ୍ୟ ଭୂମିକା ନିଭାଏ। ଏହା ଦର୍ଶକଙ୍କୁ ଭାବନାର ଏକ ନୂତନ ଜଗତକୁ ନେଇଯାଏ, ଯେଉଁଠାରେ ହସକାନ୍ଦ, ଭୟ, ଆନନ୍ଦ ଇତ୍ୟାଦି ଭାବନାର ଅନୁଭବ ହୁଏ। ତେବେ ଆସନ୍ତୁ ଜାଣିବା ଆମେ ଏହି ସିନେମା ବିଷୟରେ ଅଧିକ କିଛି ଜାଣିବା। ଆପଣମାନେ ଆଜିର ଅଧିବେଶନ ପରେ ଜାଣିବେ ଦୈନନ୍ଦିନ ଜୀବନରେ ମନୋରଞ୍ଜନ ପାଇଁ ସିନେମାର ଅବଦାନ ବିଷୟରେ। ଏବେ କୁହନ୍ତୁ, ଏଥିରେ ଆପଣ କଣ ଦେଖୁଛନ୍ତି? କେଉଁ ଜାଗାର ଚିତ୍ର? ଏଇଟା ହେଉଛି ସିନେମା ହଲ, ଯାହାକୁ ଆମେ କହିଥାଉ ପ୍ରେକ୍ଷାଳୟ। ଏଇଠି ଲୋକମାନେ କଣ କରନ୍ତି? ଏକା ସାଙ୍ଗରେ ସିନେମା ଦେଖନ୍ତି। ଆପଣ କେବେ ସିନେମା ହଲକୁ ଯାଇଛନ୍ତି? ଆଚ୍ଛା, ଠିକ ଅଛି। ଆପଣ ଜାଣିଛନ୍ତି, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଥରେ କହିଥିଲେ, ଭାରତରେ ଚଳଚ୍ଚିତ୍ରର ପ୍ରଭାବ ଖବରକାଗଜ ଏବଂ ପୁସ୍ତକର ମିଳିତ ଭାବରେ ପ୍ରଭାବ ଠାରୁ ହେଉଛି ଅଧିକ। ମାନେ ଆମ ଦେଶରେ ଚଳଚ୍ଚିତ୍ର ଓ ଅଧିକ ଲୋକ ଦେଖନ୍ତି। ଖବରକାଗଜ ଏବଂ ପୁସ୍ତକର ତୁଳନା ଅନୁସାରେ ଯଦି ଦେଖିବା, ତାହେଲେ ଚଳଚ୍ଚିତ୍ରକୁ ଲୋକମାନେ ଅଧିକ ଭାବରେ ଦେଖନ୍ତି। ଏବେ ଚାଲନ୍ତୁ ଜାଣିବା ସିନେମା ବିଷୟରେ। ସିନେମା ଆମ ଜୀବନର ଅଭିନ୍ନ ଅଂଶ। ସିନେମା ଆଜିର ସମାଜରେ ଏକ ଶକ୍ତିଶାଳୀ କଳା ଓ ମନୋରଞ୍ଜନର ମାଧ୍ୟମ। ଏହା ଦୃଶ୍ୟ, ଶବ୍ଦ ଓ ଭାବନାର ସମନ୍ୱୟ ମାଧ୍ୟମରେ ମନୁଷ୍ୟକୁ ଆକର୍ଷିତ କରେ। ସିନେମା କେବଳ ମନୋରଞ୍ଜନ ଦେଉନି, ଏହା ଶିକ୍ଷା, ସଂସ୍କୃତି, ସାମାଜିକ ସନ୍ଦେଶ ଓ ଜ୍ଞାନର ମାଧ୍ୟମ ଭାବରେ କାମ କରେ। ପ୍ରଥମେ ସିନେମାର ଉଦ୍ଭବ ନୀରବ ଚଳଚ୍ଚିତ୍ର ଭାବରେ ହୋଇଥିଲା, ଯେଉଁଠାରେ କେବଳ ଦୃଶ୍ୟ ଦ୍ୱାରା କାହାଣୀ କୁହାଯାଉଥିଲା। ପରେ ଧୀରେ ଧୀରେ ଶବ୍ଦ, ସଙ୍ଗୀତ ଓ ରଙ୍ଗର ଯୋଗ ହେବା ସହିତ ସିନେମା ଅଧିକ ଆକର୍ଷଣୀୟ ହେଲା। ଆଜିର ଆଧୁନିକ ସମୟରେ ଟେକ୍ନୋଲୋଜିର ଉନ୍ନତି ଫଳରେ ସିନେମାର ଗୁଣତ୍ୱ ବହୁତ ଉନ୍ନତ ହୋଇଛି। ସିନେମା ସମାଜର ଆଇନା ଭଳି କାମ କରେ। ଏହା ମନୁଷ୍ୟର ଜୀବନ, ସଂଘର୍ଷ, ସଫଳତା ଓ ସମସ୍ୟା ଗୁଡ଼ିକୁ ପ୍ରକାଶ କରେ। ବିଭିନ୍ନ ସିନେମାରେ ଦରିଦ୍ରତା, ଶିକ୍ଷା, ନାରୀ ସଶକ୍ତିକରଣ, ପରିବେଶ ସୁରକ୍ଷା ଓ ସାମାଜିକ ଅନ୍ୟାୟ ଭଳି ବିଷୟ ଉପସ୍ଥାପିତ ହୋଇଥାଏ। ଏହା ଲୋକମାନଙ୍କୁ ସଚେତନ କରି ଓ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେଇଥାଏ। ଏହା ସହିତ ସିନେମା ମନୋରଞ୍ଜନର ଏକ ମୁଖ୍ୟ ଉପାୟ। ଲୋକମାନେ ତାଙ୍କର ଦୈନନ୍ଦିନ ଜୀବନର ଚାପ ଓ କ୍ଲାନ୍ତି ଭୁଲିବା ପାଇଁ ସିନେମା ଦେଖନ୍ତି। ବିଭିନ୍ନ ପ୍ରକାରର ସିନେମା ଲୋକଙ୍କ ରୁଚି ଅନୁଯାୟୀ ତିଆରି ହୁଏ। ଏହା ଲୋକଙ୍କୁ ଆନନ୍ଦ ଓ ରିଲାକ୍ସ ଦେଇଥାଏ। ତଥାପି ସିନେମାର କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି। କେତେକ ସିନେମାରେ ହିଂସା, ଅସତ୍ କାର୍ଯ୍ୟ ଓ ଅଶ୍ଳୀଳତା ଦେଖାଯାଏ, ଯାହା ବିଶେଷ କରି ଯୁବପିଢ଼ିଙ୍କୁ ଖରାପ ପ୍ରଭାବିତ କରିପାରେ। ଏହା ତାଙ୍କର
ଆଚରଣ ଓ ଚିନ୍ତାଧାରାରେ ଖରାପ ପରିବର୍ତ୍ତନ ଆଣିପାରେ। ତେଣୁ ସିନେମା ଚୟନ କରିବା ସମୟରେ ସଚେତନ ହେବା ଆବଶ୍ୟକ। ସିନେମା ଶିକ୍ଷାର ମାଧ୍ୟମ ଭାବରେ ମଧ୍ୟ ଉପଯୋଗୀ। ଇତିହାସ, ବିଜ୍ଞାନ, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ସିନେମା ଦ୍ୱାରା ଛାତ୍ରଛାତ୍ରୀମାନେ ସହଜରେ ଶିଖିପାରନ୍ତି। ଏହା ଜ୍ଞାନକୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରେ ଓ ଶିକ୍ଷାକୁ ସହଜ କରିଥାଏ। ଓଡ଼ିଆ ସିନେମା ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର କରିବାରେ ଗୁରୁତ୍ୱପୂର୍ଣ୍ଣ। ଏହା ଓଡ଼ିଶାର ଭାଷା, ପରମ୍ପରା ଓ ଜୀବନଶୈଳୀକୁ ଦେଶ ଓ ବିଦେଶରେ ପରିଚିତ କରେ। ଏବେ ଚାଲନ୍ତୁ ସିନେମାକୁ ନେଇକି ଗୋଟିଏ କାହାଣୀ ପଢିବା। କାହାଣୀଟି ହେଉଛି କୁହୁକ ଲଣ୍ଠନ। ସମଗ୍ର ସଂସାରରେ ସିନେମା ଚାଲିଛି। ତାର ଗୋଟେ ନିଜସ୍ୱ ସଂସାର ଅଛି। ମାତ୍ର 3 ଘଣ୍ଟା ଶୋରେ 1000 ଲୋକ ଏକାଠି ରହନ୍ତି। ଧନୀ, ଗରିବ, ଜାତି, ପାତି, ଉଚ୍ଚ, ନୀଚ ସମସ୍ତେ ଭେଦଭାବ ଭୁଲି ଏକାଠି ହସନ୍ତି, କାନ୍ଦନ୍ତି, ଖୁସି ହୁଅନ୍ତି, ମଜା କରନ୍ତି, ଭାବନ୍ତି ଓ ବୁଝନ୍ତି। ଭାରତ ଭଳି ବଡ଼ ଦେଶରେ ସିନେମାର ବହୁତ ବଡ଼ ଭୂମିକା ରହିଛି, ଯାହା ଦେଶ ଓ ସମାଜକୁ ଯୋଡ଼ିଥାଏ। ହିନ୍ଦୀ ସିନେମା କେବଳ ହିନ୍ଦୀ ପ୍ରଦେଶରେ ପ୍ରଶଂସିତ ହୁଏ ନାହିଁ, ବରଂ ଏହା ଦକ୍ଷିଣ ଭାରତରେ ମଧ୍ୟ ବହୁତ ଆଗ୍ରହର ସହିତ ପ୍ରେକ୍ଷାଳୟ ମାନଙ୍କରେ ଚାଲିଥାଏ। ହିନ୍ଦୀ ସିନେମାରେ ଦକ୍ଷିଣର ଅଣ ହିନ୍ଦୀ ଫିଲ୍ମର ଧୁନ୍ ଏବଂ ଗୀତ ସଙ୍ଗୀତ ଆଦି ବହୁତ ପ୍ରସିଦ୍ଧ ହେଉଛି। ସିନେମାର ଅନ୍ୟ ନାମ ହେଉଛି ଚଳଚ୍ଚିତ୍ର। ଏହାକୁ କୁହୁକ ଲଣ୍ଠନ ମଧ୍ୟ କୁହାଯାଏ। ଆଗାମୀ 100 ବର୍ଷରେ ଏହାର ପ୍ରଭାବ ଅଧିକ ଉଜ୍ଜଳମୟ ହେବ ବୋଲି ଆମେ ଆଶା କରୁଛୁ। ବନ୍ଧୁଗଣ, ଆପଣମାନେ ସିନେମାର ଅବଦାନ ବିଷୟରେ ଜାଣିଲେ ଏବଂ ସିନେମାକୁ କାହିଁକି କୁହୁକ ଲଣ୍ଠନ ବୋଲି କୁହାଯାଏ ସେ ବିଷୟରେ ଜାଣିଲେ। ଏବେ ଚାଲନ୍ତୁ ଏହା ଉପରେ କିଛି ପ୍ରଶ୍ନ ଆଲୋଚନା କରିବା। ଏବେ ଚାଲନ୍ତୁ କିଛି କଥାବାର୍ତ୍ତା ହେବା। ପ୍ରସଙ୍ଗରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? ଆପଣ କହିଲେ ପ୍ରସଙ୍ଗରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? ସିନେମା। ସିନେମା ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରସଙ୍ଗରେ ସିନେମା ବିଷୟରେ ବର୍ଣ୍ଣନା କରାଯାଇଛି। ଏବେ କୁହନ୍ତୁ, କେଉଁଠାରେ 1000 ଲୋକ ଏକାଠି ହୁଅନ୍ତି? ପ୍ରେକ୍ଷାଳୟରେ। ଆଚ୍ଛା, ପ୍ରେକ୍ଷାଳୟରେ 1000 ଲୋକ ଏକାଠି ହୁଅନ୍ତି। ଭେରି ଗୁଡ୍। ଏଠାରେ କେଉଁ ସିନେମା ବିଷୟରେ କୁହାଯାଇଛି? କେଉଁ ସିନେମା ବିଷୟରେ କୁହାଯାଇଛି? ହିନ୍ଦୀ ସିନେମା। ଆଚ୍ଛା, ହିନ୍ଦୀ ସିନେମା ବିଷୟରେ ଏଠାରେ କୁହାଯାଇଛି। ଏବେ କୁହନ୍ତୁ, ସିନେମାର ଅନ୍ୟ ନାମ କଣ? ଚଳଚ୍ଚିତ୍ର। ସିନେମାର ଅନ୍ୟ ନାମ ହେଉଛି ଚଳଚ୍ଚିତ୍ର। ବହୁତ ବଢିଆ। ଏବେ କୁହନ୍ତୁ, କାହାକୁ କୁହୁକ ଲଣ୍ଠନ ବୋଲି କୁହାଯାଇଛି? କାହାକୁ କୁହାଯାଇଛି? ସିନେମା ବା ଚଳଚ୍ଚିତ୍ରକୁ। ସିନେମା ବା ଚଳଚ୍ଚିତ୍ରକୁ କୁହୁକ ଲଣ୍ଠନ ବୋଲି କୁହାଯାଇଛି। ଭେରି ଗୁଡ୍। ଆପଣ ମାନେ ବହୁତ ଭଲ ଉତ୍ତର ଦେଲେ। ଏବେ ଚାଲନ୍ତୁ ଆପଣ ମାନେ ଠିକ ଉକ୍ତି ପାଖରେ ଠିକ ଚିହ୍ନ ଓ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦେବେ। ସିନେମାର ଗୋଟିଏ ନିଜସ୍ୱ ସଂସାର ଅଛି। ଏଇଟା ଠିକ ନା ଭୁଲ? ଠିକ। ସିନେମାର ଗୋଟିଏ ନିଜସ୍ୱ ସଂସାର ଅଛି।
ଦେଶ ଓ ସମାଜକୁ ଯୋଡ଼ିବାରେ ସିନେମାର ଭୂମିକା ନାହିଁ। କୁହନ୍ତୁ ତ, ଦେଶ ଓ ସମାଜକୁ ଯୋଡ଼ିବାରେ ସିନେମାର ଭୂମିକା ଅଛି ନା ନାହିଁ? ଏଇଟା ଠିକ ନା ଭୁଲ? ଭୁଲ। ଦେଶ ଓ ସମାଜକୁ ଯୋଡ଼ିବାରେ ସିନେମାର ଭୂମିକା ରହିଛି। ହିନ୍ଦୀ ସିନେମାରେ ଦକ୍ଷିଣର ଅଣ ହିନ୍ଦୀ ଫିଲ୍ମର ଧୁନ୍ ଏବଂ ଗୀତ ସଙ୍ଗୀତ ଆଦି ବହୁତ ପ୍ରସିଦ୍ଧ ହଉଛି। ଏଇଟା ଠିକ ନା ଭୁଲ? କୁହନ୍ତୁ ତ? ଠିକ। ହିନ୍ଦୀ ସିନେମାରେ ଦକ୍ଷିଣର ଅଣ ହିନ୍ଦୀ ଫିଲ୍ମର ଧୁନ୍ ଏବଂ ଗୀତ ସଙ୍ଗୀତ ବହୁତ ପ୍ରସିଦ୍ଧ ହେଉଛି। ଏବେ କୁହନ୍ତୁ, ହିନ୍ଦୀ ସିନେମା କେବଳ ହିନ୍ଦୀ ପ୍ରଦେଶରେ ପ୍ରଶଂସିତ ହଉଛି। ଏଇଟା ଠିକ ନା ଭୁଲ? କୁହନ୍ତୁ ତ? ଭୁଲ। ହିନ୍ଦୀ ସିନେମା କେବଳ ହିନ୍ଦୀ ପ୍ରଦେଶରେ ପ୍ରଶଂସିତ ହଉନି। ଭେରି ଗୁଡ୍, ବଢିଆ। ସିନେମା କିମ୍ବା ଚଳଚ୍ଚିତ୍ରକୁ କୁହୁକ ଲଣ୍ଠନ ମଧ୍ୟ କୁହାଯାଏ। ଏଇଟା ଠିକ ନା ଭୁଲ କୁହନ୍ତୁ? ଠିକ। ସିନେମା କିମ୍ବା ଚଳଚ୍ଚିତ୍ରକୁ କୁହୁକ ଲଣ୍ଠନ ମଧ୍ୟ କୁହାଯାଏ। ଭେରି ଗୁଡ୍। ଆପଣମାନେ ବହୁତ ଭଲ ଉତ୍ତର ଦେଲେ। ଏବେ ଆପଣମାନଙ୍କ ପାଇଁ କିଛି ଶବ୍ଦ ଅଛି। ସେ ଶବ୍ଦ ଗୁଡ଼ିକର ବିପରୀତ ଶବ୍ଦ ଆପଣମାନେ ଲେଖିବେ। ଏଇଠି ଅଛି ଧନୀ, ଜାତି, ଉଚ୍ଚ, ହସ, ଦିନ। ଏବେ ଏଇ ଶବ୍ଦ ମାନଙ୍କର ବିପରୀତ ଶବ୍ଦ ଗୁଡ଼ିକୁ ଲେଖିବେ। ଧନୀର ବିପରୀତ ଶବ୍ଦ କଣ ହବ? ଗରିବ। ଭେରି ଗୁଡ୍। ଜାତିର କଣ ହବ? ଅଜାତି। ବହୁତ ବଢିଆ। ଉଚ୍ଚର କଣ ହବ? ନୀଚ। ଉଚ୍ଚର ବିପରୀତ ଶବ୍ଦ ହେଲା ନୀଚ। ହସର ବିପରୀତ ଶବ୍ଦ କଣ ହବ? କାନ୍ଦ। ଭେରି ଗୁଡ୍। ଦିନର ବିପରୀତ ଶବ୍ଦ? ରାତି। ବହୁତ ବଢିଆ। ଆପଣମାନେ ବହୁତ ଭଲ ଉତ୍ତର ଦଉଛନ୍ତି। ଏବେ ଆସନ୍ତୁ ଆପଣମାନଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନ। ଏଇଠି ବାମ ପାଖରେ କିଛି ଶବ୍ଦ ଅଛି ଏବଂ ଡାହାଣ ପାଖରେ ସେହି ଶବ୍ଦ ସହ ସମ୍ପର୍କିତ କିଛି ଚିତ୍ର ଅଛି। ବାମ ପାଖରେ ଲେଖା ହେଇଛି ହସିବା, କାନ୍ଦିବା, ଡରିବା, ଆଶ୍ଚର୍ଯ୍ୟ ହେବା ଏବଂ ଅସୁସ୍ଥ ହେବା। ସେମିତି ଡାହାଣ ପାଖରେ ଚିତ୍ର ନମ୍ବର 1, ଚିତ୍ର ନମ୍ବର 2, ଚିତ୍ର ନମ୍ବର 3, ଚିତ୍ର ନମ୍ବର 4 ଏବଂ ଚିତ୍ର ନମ୍ବର 5 ଦିଆହେଇଛି। ଏବେ ଆପଣମାନେ ହସିବାକୁ କେଉଁ ଚିତ୍ର ସହ ସମ୍ପର୍କିତ ଗାର ଟାଣି ଦେଖେଇବେ। ହସିବା କେଉଁ ଚିତ୍ର ସହ ସମ୍ପର୍କିତ? ହସିବା 5 ନମ୍ବର ଚିତ୍ର ସହ ସମ୍ପର୍କିତ। ଭେରି ଗୁଡ୍। ଏବେ କୁହନ୍ତୁ, କାନ୍ଦିବା କେଉଁ ଚିତ୍ର ସହ ସମ୍ପର୍କିତ? ହଁ, କାନ୍ଦିବା 3 ନମ୍ବର ଚିତ୍ର ସହ ସମ୍ପର୍କିତ। ଭେରି ଗୁଡ୍। ଏବେ କୁହନ୍ତୁ, ଡରିବା କେଉଁ ଚିତ୍ର ସହ ସମ୍ପର୍କିତ? 4 ନମ୍ବର ଚିତ୍ର ସହ ସମ୍ପର୍କିତ। ଏବେ କୁହନ୍ତୁ, ଆଶ୍ଚର୍ଯ୍ୟ ହେବା କେଉଁ ଚିତ୍ର ସହ ସମ୍ପର୍କିତ? ଆଶ୍ଚର୍ଯ୍ୟ ହେବା 2 ନମ୍ବର ଚିତ୍ର ସହ ସମ୍ପର୍କିତ। ଆଉ ଅସୁସ୍ଥ ହେବା କେଉଁ ଚିତ୍ର ସହ ସମ୍ପର୍କିତ? ହଁ, ଅସୁସ୍ଥ ହେବା 1 ନମ୍ବର ଚିତ୍ର ସହ ସମ୍ପର୍କିତ। ଆପଣମାନେ ତ ବହୁତ ଭଲ ଉତ୍ତର ଦେଲେ। ଏବେ ଆପଣମାନଙ୍କ ପାଇଁ
ଗୋଟେ କାମ। ସମାଜ ଉପରେ ସିନେମାର ଗୁରୁତ୍ୱ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ଲେଖନ୍ତୁ। ତଥ୍ୟ ସଂଗ୍ରହ କରିବେ ଏବଂ ନିହାତି ଭାବରେ ଲେଖିବେ। ଆସନ୍ତାକାଲି ଆମେ ଆଉ ଗୋଟେ ଅଧିବେଶନରେ ଦେଖା ହେବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।